हाँ। दिव्य समाचार श्रीमद श्रीअरविंदଙ୍କ ସହ ଘଟିତ 247 ସତ୍ୟ କାହାଣୀ। ମୂଳ ରଚନା ରହିଛି ଶ୍ୟାମ କୁମାରୀଙ୍କର, ରୂପାନ୍ତର ଧ୍ରୁବଚରଣ ହୋତା। ବିଷୟ ରହିଛି ଆନନ୍ଦ। ଥରେ କେ ନାମକ ଜଣେ ସାଧକ ଶ୍ରୀମାଙ୍କୁ ଗୋଟିଏ କଥା କହିଲେ। ତାଙ୍କ କହିବା କଥାଟି ହେଲା, ଯେତେବେଳେ ଚୈତ୍ୟ ଅଗ୍ନିଶିଖା ତାର ସର୍ବୋଚ୍ଚ ଶିଖରକୁ ଉଠି ଯାଇଅଛି। କଣ କହିଲେ? ଯେତେବେଳେ ଚୈତ୍ୟ ଅଗ୍ନିଶିଖା ତାର ସର୍ବୋଚ୍ଚ ଶିଖରକୁ ଉଠି ଯାଉଅଛି, ସେତେବେଳେ ସେ ଅନୁଭବ କରୁଛନ୍ତି ସତେଅବା ଦିବ୍ୟ କୃପା ଗୋଲାପ ପାଖୁଡା ପରି ତାଙ୍କ ମୁଣ୍ଡ ଉପରେ ବର୍ଷା ହେଉଅଛି। ଶ୍ରୀମା ପଚାରିଲେ, ଏହିପରି ଅନୁଭୂତି ହେଉଥିବା ସମୟରେ ସେ କିପରି ଉପଲବ୍ଧି କରୁଛନ୍ତି? କିଏ କହିଲେ, ତାଙ୍କର ଉପଲବ୍ଧି ହେଉଛି ସତେ ଯେପରି ସେ ନିଆଁରେ ତରଳି ଯାଉଅଛନ୍ତି। ଓହୋ, ମା ବଡପାଟିରେ କହିଲେ, ତାହା ଆନନ୍ଦ, ଏହା ଦିବ୍ୟ କୃପା, ପରନ୍ତୁ ତାହା ଆନନ୍ଦ ଅଟେ।